ମହାକୁମ୍ଭରେ ଭିଡ଼ ପାଇଁ ଘଟିଛି ମହା ଅଘଟଣ। ସଙ୍ଗମ ନୋଜ୍ରେ ପ୍ରବଳ ଗହଳି କାରଣରୁ ଏମିତି ଏକ ଅଘଟଣ ଦେଖିଛି ପ୍ରୟାଗରାଜ ସହ ସାରା ଦେଶ। ଆଜି ମୌନି ଅମାବାସ୍ୟା ଥିବାରୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଆଉ ଏହି ଭିଡ଼ ନିୟନ୍ତ୍ରଣରେ ନ ରହି ଶେଷରେ ଦଳା ଚକଟାର ରୂପ ନେଇଥିଲା। ସଙ୍ଗମ ନୋଜ୍ରେ ଭିଡ଼ କଥା ଯେତେବେଳେ ଉଠିଛି ସେତେବେଳେ ସଙ୍ଗମ ନୋଜ୍ ବାବଦରେ ଜାଣିବାକୁ ଅନେକଙ୍କର ଆଗ୍ରହ ସୃଷ୍ଟି ହୋଇଛି। ତେବେ କ'ଣ ଏହି ସଙ୍ଗମ ନୋଜ୍? ଏହା ପ୍ରୟାଗରାଜର କେଉଁଠି ଥାଏ? ମହାକୁମ୍ଭରେ ଏହାର ବିଶେଷତ୍ୱ କ'ଣ? ତେବେ ବୁଡ଼ ପକାଯାଇଥିବା ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ସଙ୍ଗମ ନୋଜ୍ କୁହାଯାଏ, ଯେଉଁଠିକି ଗଙ୍ଗା ଯମୁନା ସରସ୍ୱତୀ ନଦୀର ମିଳନସ୍ଥଳ ଅଟେ। ଅନେକ ସାଧୁସନ୍ଥ ଏହି ସଙ୍ଗମ ନୋଜ୍ରେ ସ୍ନାନ କରିବାକୁ ପସନ୍ଦ କରନ୍ତି। କୁହାଯାଏ ଏଠାରେ ବୁଡ଼ ପକାଇଲେ କୋଟି ଜନ୍ମର ପୁଣ୍ୟ ମିଳେ। ତେଣୁ ଶ୍ରଦ୍ଧାଳୁମାନେ ଏହି ସଙ୍ଗମ ନୋଜ୍ରେ ବୁଡ଼ ପକାଇବାକୁ ସମାଗମ ହୁଅନ୍ତି। ସେପଟେ ଅଘଟଣ ପରେ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସଙ୍ଗମ ନୋଜ୍ର ପାଖାପାଖି ଅଞ୍ଚଳରେ ସ୍ନାନ କରିବାକୁ ଅନୁରୋଧ କରିଥିବା ବେଳେ ଅତି ଭିତରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।